ସବୁବେଳେ ଆମେ ଶୁଣି ଆସିଛୁ ଖାଇବା ଜିନିଷ ହଠାତ୍ ପଡ଼ିଗଲେ ଆଉ ଗୋଟେ ଖାଅନି। କିନ୍ତୁ ଜେନେରାଲି ଆମ ଅଭ୍ୟାସ ଥାଏ ବେଡ଼୍ ଉପରେ ବସୁଛୁ କି କେଉଁଠି ଯଦି ଶୁଖିଲା ଜିନିଷ ପଡ଼ିଗଲା ଉଠେଇକି ପୁଣି ପୋଛିକି ଖାଇଦିଅ ଟିକେ, ଇନ୍ ଜେନେରାଲ୍। କିନ୍ତୁ କାହିଁକି ଆମ ପୂର୍ବଜମାନେ ମନା କରିଛନ୍ତି? ତାର 3ଟି କାରଣ ଅଛି। ବୈଜ୍ଞାନିକ କାରଣ, ଆଧ୍ୟାତ୍ମିକ କାରଣ, ଭୌତିକ କାରଣ। 3ଟାରୁ କିଛି ବି ଆମେ ମାନିପାରୁ କିମ୍ବା ସବୁତକ ମାନିଲେ ଆହୁରି ଭଲ। ବୈଜ୍ଞାନିକ କାରଣ ହେଉଛି କାଳେ ଧୂଳିମଳି ଥିବ, କାଳେ କ'ଣ ନିଶ୍ଚୟ ଥିବ, ସେସବୁ କାହିଁକି ଦେହ ଭିତରକୁ ପୁଣି ଯିବ? କାରଣ ତଳଟା ତ ସମ୍ପୂର୍ଣ୍ଣ ସଫା ନାହିଁ, ସଫା ଦିଶେ ସଫା ନଥାଏ। ଆଧ୍ୟାତ୍ମିକ କାରଣ ହେଉଛି ଆମେ ପ୍ରତିଥର ଖାଇବା ପୂର୍ବରୁ କିଛି ଖାଦ୍ୟ ବାହାରେ ରଖିବା କଥା। ଫର୍ ଏକ୍ଜାମ୍ପଲ୍ ପିମ୍ପୁଡ଼ି କେତେ କ୍ଷୁଦ୍ର ଯିବ ତା ପାଇଁ ରଖିବା କଥା। ଟିକିଏ ରଖୁନି, ଆମର ଅଭ୍ୟାସ ବି ନାହିଁ। ତେଣୁ ସେଇ ବାହାନାରେ କେହି ନା କେହି ଖାଇବ ତାକୁ, କେହି ନା କେହି ଖାଇବ ନା ତାକୁ। ଭୌତିକ କାରଣ ଅବିଶ୍ୱସନୀୟ କିନ୍ତୁ ସତ। କିଛି ନା କିଛି ଅଶରୀରିତ ବୁଲୁଛନ୍ତି, ତାଙ୍କର ବି ନଜର ଥାଇପାରେ, ତାଙ୍କର ବି ଆଶା ରହିପାରେ। ସେମାନଙ୍କ ପାଇଁ ହଉ ପଡ଼ିଗଲା କ'ଣ ହେଲା ଏଠୁ, ଗୋଟିଏ ଖାଇବା କଥା ନୁହଁ।